ସାର୍ ଆପଣଙ୍କୁ ସ୍ୱାଗତ। କୁହାଯାଏ ମାତୃଭୂମି ମାତୃଭାଷାର ମମତା ଯାହା ହୃଦୟ ଜନ୍ମ ନାହିଁ ତାକୁ ଯଦି ଜ୍ଞାନୀ ଗୁଣିରେ ଗଣିବା ଅଜ୍ଞାନୀ ରହିବେ କାହିଁ। ଗୋଟେ ସୁନ୍ଦର ସାହିତ୍ୟକୁ ନେଇ ସାର୍ ଏ ସିନେମାଟି ହେଇଛି ଏବଂ ଏ ସିନେମାଟି ଆନ୍ତର୍ଜାତୀୟ ପୁରସ୍କାର ପାଇଛି ଏବଂ ଅନେକ ଲୋକପ୍ରିୟତା ସଞ୍ଚିଛି। ଯେତେବେଳେ 2026 ଫେବୃଆରୀ ମାସରେ ଓଡ଼ିଶା ରିଲିଜ୍ ହେଲା, 2 ମାସ ପରେ ବିହାର ରିଲିଜ୍ ହେଲା, ତଥାପି ଲୋକପ୍ରିୟତାର ଶୀର୍ଷରେ ଅଛି। ସାର୍ କେମିତି ସିନେମାକୁ ନେଇ କ'ଣ କହିବେ? ଯେତେବେଳେ କଲମରେ ଆପଣ ଲେଖୁଥିଲେ ଭାବୁଥିଲେ ସିନେମାଟି ଏତେ ଉପରକୁ ଯିବ ବୋଲି? ଧନ୍ୟବାଦ। ସମସ୍ତେ ନମସ୍କାର କରୁଛି। ପ୍ରଥମେ ଏହା ଏକ ଉପନ୍ୟାସ ଭାବରେ ଲିଖିତ ଯାଇନଥିଲା। ପ୍ରଥମେ ଏହା ଏକ ସମ୍ବାଦପତ୍ରରୁ ମଧ୍ୟ ମୁଁ ସଂଗ୍ରହ କରିଥିଲି ଯେ କ'ଣ ନା ଜଣେ ପିତା ତାର କର୍ତ୍ତବ୍ୟକୁ ଆଗରେ ରଖି ତା ପୁତ୍ର ତାର ପିଅରକୁ ହତ୍ୟା କରିଛି, ନିଜେ ସ୍ୱୟଂ ସେ ଚକ୍ଷୁରେ ଦେଖିଛନ୍ତି ଏବଂ ତାକୁ କୌଣସି ଆଦର କରିନାହାନ୍ତି, ବରଂ ନିଜେ ଯାଇକି ଉପସ୍ଥିତ ଆଇନ ଆଗରେ ସରେଣ୍ଡର କରିଛନ୍ତି ଯେ ପ୍ରକୃତରେ ହେଉଛି ମୁଁ ହେଉଛି ଏକମାତ୍ର ସାକ୍ଷୀ ଏବଂ ଯାହାର ଅନ୍ୟ ସାକ୍ଷୀ ମଧ୍ୟ କେହି ନାହାନ୍ତି, ମୁଁ ପୁତ୍ର ହିଁ ହତ୍ୟା କରିଛି। ଯଦ୍ୱାରା କ'ଣ ହେଲା, ବିଚାର ଚାଲିଲା, କୋର୍ଟରେ ଚାଲିଲା, ବହୁତ ବର୍ଷ ଚାଲିଲା, ତିନି ବର୍ଷ ଉପରୁ ଲାଗିଲା। ଯିଏ ନିଜେ କୋର୍ଟରେ ମୋତେ ହାଜର ହେଇକି କହିଲେ ଯେ ମୁଁ ଏକମାତ୍ର ତାର ସାକ୍ଷୀ ଏବଂ ପ୍ରକୃତରେ ମୋ ପୁଅ ହତ୍ୟାକାରୀ। ଯଦ୍ୱାରା କ'ଣ ହେଲା ଯେ ସିଏ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ। ଏଇ ଯେଉଁ ବାର୍ତ୍ତା ତା ପିତା ଦେଲେ, ଲେଖକ କହିବା କଥା ଏତେ ବଡ଼ ତ୍ୟାଗ ସିଏ କରିଛନ୍ତି। ଏଥିରେ ମଧ୍ୟ ବହିରେ ମଧ୍ୟ ଉଲ୍ଲେଖିତ ଅଛି, ଆମର ସିନେମା ବି ଅଛି। ସିନେମା ତ ବାସ୍ତବ ନୁହଁ ନା, କିଛି ଘଟଣାକୁ ନେଇକିରି ଆଉ କିଛି ମିଶେଇକି ଲେଖିଛନ୍ତି। ମଦନ ଇଣ୍ଡିଆ ଧରାଯାଉ, ତା ପୁଅକୁ ସେ ମାରିଦେଇଛି, ଗୁଳି କରି ସେ ସବୁ ମାରିଦେଇଛି। ଏଇଟା ତ ହେଉଛି କାହାଣୀ, କିନ୍ତୁ ଏଇଟା ବର୍ତ୍ତମାନ ମୁଁ ଯାହା କହୁଛି ଏଇଟା ହେଉଛି ସତ୍ୟ। ଯାଦ୍ୱାରା ସିଏ ନିଜେ ଜଳାଞ୍ଜଳି ଦେଇଛି ନିଜ କର୍ତ୍ତବ୍ୟ ଆଗକୁ, ନିଜର ତ୍ୟାଗକୁ। ତେଣୁ ସମାଜ ପାଇଁ ଗୋଟେ ଏକ ଭିନ୍ନ ଉଦାହରଣ। ତେଣୁ ଏଇ ଉଦାହରଣ ମୁଁ ଲେଖି ସାରିଲା ପରେ ତାଙ୍କର ଧର୍ମପତ୍ନୀ ପଢ଼ିବାକୁ ପାଇଲେ ଖବରକାଗଜରୁ ଯେ ଅପରାଧ ପ୍ରବଣତା ବନାମ ସାଧୁତା ବୋଲି ଆର୍ଟିକଲ ବାହାରିଥିଲା ଧରିଥିଲେ। ସେଇଟା କୌଣସି ତ ସିଏ ପାଇଲେ ଏବଂ ମୋତେ ଟେଲିଫୋନ୍ କଲେ। ମୋ ଟେଲିଫୋନ୍ ନମ୍ବର ଏତେବେଳେ ଅଛି ଯେ ଆପଣ କେତେ ବଡ଼ କାର୍ଯ୍ୟ କରିଛନ୍ତି, ଜୀବନରେ ଯେ ସବୁକିଛି ତ୍ୟାଗ କଲେ, କିନ୍ତୁ ସମାଜ ଦେଲା କ'ଣ? ମୋର କହିବାର ଉଦ୍ଦେଶ୍ୟ, ମୁଁ ମଧ୍ୟ ପ୍ରଧାନମନ୍ତ୍ରୀକି ଲେଖିଛି ଏ ବିଷୟରେ। ସମାଜ ତାଙ୍କୁ ଦେଲା କ'ଣ? ଆପଣ କୌଣସି ସୈନ୍ୟବାହିନୀରେ ଯୋଗ କଲେ, ଖେଳରେ ଯୋଗ କଲେ, ଇତ୍ୟାଦି ମାନଙ୍କରେ ପୁରସ୍କାର ମାନଙ୍କର ଅଛି, କିନ୍ତୁ ଜଣେ ସରକାରୀ ଚାକିରିଆ ନିଷ୍ଠାରେ ଏବଂ କାର୍ଯ୍ୟ କରିଛି, ଶେଷରେ ପୁରସ୍କାର ଦେବେ କ'ଣ? ତାଙ୍କ ଘରୁ ମଧ୍ୟ ବହିଷ୍କାର କରିଛନ୍ତି। ତାକୁ ମିଳିଲା କ'ଣ? ଏଇ ଯେଉଁ ତାକୁ ମିଳିଲା ନାହିଁ, ସେଥିପାଇଁ ମୁଁ କଲମ ଚାଳନା କରିକି ଏହା ଏକ ଉପନ୍ୟାସର ରୂପକୁ ଦେବାକୁ ଚେଷ୍ଟା କଲି ଏବଂ ଗୋଟେ ଉପନ୍ୟାସ ମଧ୍ୟ ଲେଖିଲି, ଯେଉଁଟାକି ସମାପିକା ମହାପାତ୍ର ମୋର ଝିଅ, ତାର ନାଁ ଉଲ୍ଲେଖ ଅଛି। ସେ ପଢ଼ିକି ଅତି ବିମୁଗ୍ଧ ହେଇଗଲା, କହିଲା ବାପା ଏଇଟା ନିହାତି ଗୋଟେ ସିନେମା କରିବା ହିଁ ଦରକାର, କାରଣ ଏଇଟା ହେଉଛି ଗୋଟେ ବିରଳ ଘଟଣା। ଖାଲି ଓଡ଼ିଶାରେ ନୁହେଁ, ପୃଥିବୀରେ ହয়তো ଏକ ବିରଳ ଘଟଣା। ତେଣୁ ତାକୁ ଆମେ ଉପନ୍ୟାସର କେବଳ ନ ରଖି ସିନେମାକୁ ନେଇ ଆସିବା। ସିନେମା ହେଲେ କ'ଣ ଥରେ ଦେଖିଲେ ମନେ ରହିବ ଦର୍ଶକ ମାନଙ୍କର, ଥରେ ପଢ଼ିଗଲେ ଭୁଲି ଯାଆନ୍ତି। ତେଣୁ ସିନେମା ଆକାରରେ ଏଇଟା ଗ୍ରହଣ କରାଗଲା ଏବଂ ସିନେମା ମଧ୍ୟ ହେଇଛି, ବହୁତ ମଧ୍ୟ ଉନ୍ନତି ସ୍ତରକୁ ଯାଇଛି, ପୁରସ୍କୃତ ମଧ୍ୟ ହେଇଛି ଏବଂ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆଶା ରଖିଛୁ। ତେଣୁ ଏଇଥିରେ ଏଇଟା ହେଉଛି ସିନେମାର ହେଉଛି ମୂଳ ତତ୍ତ୍ୱ। ଧନ୍ୟବାଦ ସାର୍।